ओं नमो नृसिंहाय। नारायण नमस्कृत्यं नरो चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिः यत्कृपातमहं वन्दे परमानन्दमाधव। निगमकल्पतरोर्गलितं फलं सुखमुखाद्रवसंयुक्तं पिबतं भागवतं रसमालय मुहुरसिका भुविर्भावुका। एकादशस्कन्ध प्रथम अध्याय। नमः नृसिंहचरण अनादि परम कारण लीला विधृत कलेवर देवमानवे अगोचर माया संसारे जारलीला जानाम भव जले भेला करुणा कटाक्ष प्रकाशे भकत जन दुख नाशे से हरि चरित प्रकाशे श्री भागवत एकादशे। ए भागवत धर्म कथा हेले खंडई भवव्यथा नारद वसुदेव वाणी निबिराजन नवमुनि उद्धव निस्तारण वाणी जहा कहिले चक्रपाणी से कथा प्रकृते प्रकाश आरंभे जगन्नाथ दास व्यासनंदन मुखु शुणी निर्मल भागवत वाणी साधु संग में गंगा तीरे सुखचरण धरी करे आनंदे करी अश्रुपात बोइले अभिमन्युसुत भूमुनि नमे तोपयरे मते उद्धर ए संसारे कह श्री कृष्ण गुणमान पुणी की कले भगवान कहन्ति व्यासंक तनुज शुण परीक्ष महाराज देवंक व्याकुले मुरारी अंशे मनुष्य देह धरी दुर्जन दुष्ट गण मारी अवनी भारा हेले हरि लावण्य रूपे जनमोही प्राणी नयने सुख देई से रूप करी अंतर्ध्यान हरिले प्राणींकर मन कृष्ण को मल मृदुवाणी जे अबा कने थिले शुणी तेणु तांकर चित्त हरि अंतर होइले मुरारी कृष्णर पाद पद्म चिन्ह सुंदर मंत्र
ମନ୍ଥର ଗମନ। ଯେ ଅବା ଦେଖିଥିଲେ ଜନ ସୁନ୍ଦର ମନ୍ଥନ ଗମନ। ସେ ରୂପେ ତାଙ୍କ ମନ ହରି ନିଜ ଭବନେ ବିଜେ କରି। କୁରୁ ପାଣ୍ଡବ ମଧ୍ୟେ ହରି ମାୟା କନ୍ଦଳେ ଭେଦ କରି। କପଟ ପାଶା ବନବାସ ଆକର୍ଷି ଦ୍ରୌପଦୀର କେଶ। ଭୀମକୁ ବିଷ ଲଡ଼ୁ ଦେଇ ଯତୁର ଘରେ ଅଗ୍ନି ଦାହି। ଏ ଆଦି ଯେତେ କଷ୍ଟ ମାନ ପାଣ୍ଡବେ ଦେଲା ଦୁର୍ଯ୍ୟୋଧନ। ସେ ଅପମାନେ ମାନ ବହି ସଙ୍ଗତେ ଘେନି ପାଞ୍ଚ ଭାଇ। ନିମିତ୍ତ କରି ତାଙ୍କୁ ହରି ଅନେକ ଅକ୍ଷୁହିଣୀ ମାରି। ଭାରାନି ବାରି ଭଗବାନ ଅନ୍ତେ ଚଳିଲେ ନିଜ ସ୍ଥାନ। ଅଖଣ୍ଡ ନିଜ ବଂଶ କୋପେ କିମ୍ପା ହରିଲେ ବ୍ରହ୍ମ ସାପେ। ତାହା ଯାହାର ମାୟା ଯୋଗ ବଳେ ଈଶ୍ୱର ଖେଳେ ମହି ତଳେ। ସେ ବ୍ରହ୍ମ ସାପ ନର ହରି ହେଲେ ପାରଇଆନ କରି। ସର୍ବସମ୍ପଦ ନିଜ ପୁରୀ ମାୟାର ବଳେ ତା ସଂହାରି। କଳି ଭିଆଇ ନିଜ ବଂଶେ ସଂହାରି ବିଶ୍ରାମିଲେ ଶେଷେ। ଅନଳ ବନୁ ଜାତ ହୋଇ ଜେନେଲି ଭଇ ବନ ଦହି। ସେ ଯଦୁ ବଂଶ ମହି ତଳେ କ୍ଷୟ ନୁହନ୍ତି ରିପୁ ବଳେ। ସେବନ୍ତି ଗୁରୁ ବିପ୍ର ପାଦେ ଭେଦ ନୁହନ୍ତି ବେଦ ବାଦେ। କିମ୍ପା ଗୋବିନ୍ଦ ସଂହାରିଲେ ନିଜ ଭୁବନେ ବିଜେ କଲେ। କୃଷ୍ଣର ଯଶ ଗୁଣ ଯେତେ ସଂସାରେ ଶୁଣି ଏକ ଚିତେ। ପାପୀ ତରନ୍ତି ତମ ଘୋର ଏମନ୍ତ ମହିମା ଯାହାର। ଭୂମୁନି କହ ତୋଷ ମନେ ଏମନ୍ତେ ରାଜାର ବଚନେ। ଶ୍ରୀ ଶୁକ ଉବାଚ ବୋଲନ୍ତି ବେଦ ବ୍ୟାସ ସୁତ। ଶୁଣ ହେ କୃଷ୍ଣର ଚରିତ। ବନ ଜନ ମୋହନ ମାୟାଧର ପ୍ରକାଶୀ ମାୟା କଳେବର। ନାନା ବିଚିତ୍ର କର୍ମ କରି କନ୍ଦଳେ ନିଜ ବଂଶ ମାରି। କାହାର ସାଧ୍ୟ ଏବେ ବ୍ୟବହାର। ଶୁଣ ସୁମନେ ନୃପବର। କଳି କଳୁଷ ବିନିବାରଣ ସଂସାରେ ସ୍ଥାପି ଯଶ ଗୁଣ। ଏବେ ଗୋବିନ୍ଦ କଲେ ଯେତେ କହିବା ଶୁଣ ଏକ ଚିତେ। ଯାଦବ ବଳ ନାଶ ଅର୍ଥେ ଗୋବିନ୍ଦ ବିଚାରିଲେ ଚିତେ। ବିପ୍ରେ ଯେ ଥିଲେ ନିଜ ଦେଶେ ଶ୍ରୀକୃଷ୍ଣ ଦର୍ଶନ ଲାଳସେ। ବିଶ୍ୱାମିତ୍ରଙ୍କୁ ଆଗ କରି ଶ୍ରୀ ବାମଦେବ ବ୍ରହ୍ମଚାରୀ। ଭୃଗୁ ଅଙ୍ଗିରା ଯେ ଦୁର୍ବାସା ବଶିଷ୍ଠ ନାରଦ ବିଶେଷ। ମିଳିଲେ ପିଣ୍ଡାରକ ତୀର୍ଥେ ଶ୍ରମେ ଚାଳନ୍ତେ ବନ ପଥେ। ଏମନ୍ତ କୃଷ୍ଣର କୁମରେ ଆନନ୍ଦେ ସମୁଦ୍ରର ତୀରେ। ସକଳେ ଏକ ସ୍ଥାନେ ମିଳି ରଙ୍ଗେ କରନ୍ତି ନାନା କେଳି। ଶାମ୍ବକୁ ନାରୀ ବେଶ କରି ଅନେକ ଅଳଙ୍କାର ଭରି। ପ୍ରସବ ଗର୍ଭ ପ୍ରାୟ କରି ଉଦରେ ଲୋହ ପାତ୍ର ଭରି। ଚାଲଇ ଚରଣ ମନ୍ଥରେ ଶ୍ରମେ ଘୃମିତ କଳେବରେ। ମୁନିଙ୍କି ଦେଖି ଲାଜ ପାଇ ଅନ୍ତରେ ଅଧମୁଖ ହୋଇ। ରହିଲା ଲତା ଅଭ୍ୟନ୍ତରେ ହେମନ୍ତେ ଶ୍ରୀକୃଷ୍ଣ କୁମରେ। ମୁନିଙ୍କ ପାଶେ ଯାଇ ଧୀରେ କର ଯୁଗଳ ଦେଇ ଶିରେ। କୋମଳ ମଧୁର ବଚନେ ବୋଲନ୍ତି ଶୁଣ ବିପ୍ରଜନେ।
ଯାଦବ ବଂଶ ନାରୀ ଏହି ଅନେକ ଦିନୁ ଗର୍ଭ ବହି ପ୍ରସବ ନୁହେ କି କାରଣେ କହିଲୁ ତୁମ୍ଭର ଚରଣେ ଲାଜେ ନ ରହେ ତୁମ୍ଭ ଆଗେ ଚଳି ନ ପାରେ ଶ୍ରମ ଭାଗେ ତୁମ୍ଭେ ସର୍ବଜ୍ଞ ଜନ ସାର କି ଅଛି ଗର୍ଭରେ ହାର ପୁତ୍ର ଦୁହିତା କିବା ଜାତ ମାୟା ନ କରି କହ ସତ କୋପେ ବୋଇଲେ ମୁନିଜନ ଏ ନାରୀ ଗର୍ଭବା କୋପେ ବୋଇଲେ ମୁନିଜନ ଶୁଣିନ ତାଙ୍କର ବଚନ କୋପେ ବୋଇଲେ ମୁନିଜନ ଏ ନାରୀ ଗର୍ଭବାସ ବାଣୀ ଆମ୍ଭେ ଜାଣିଲୁ ପରିମାଣି ଏହାର ଗର୍ଭେ ଅଛି ବାଳ ନିଷ୍ଠୁର ଲୁହର ମୂଷଳ ଆଜ ଏ ଗର୍ଭ ପ୍ରସବିବ ତୁମ୍ଭର ବଂଶ ନାଶ ଯିବ କୂଳ ସମୂଳେ କରି ନାଶ ଭୂମିରେ ଯେତେ ଯଦୁ ବଂଶ ଏମନ୍ତେ କହିଗଲେ ମୁନି କୃଷ୍ଣକୁ ମରେ ତାହା ଶୁଣି ବଜ୍ର ପଡ଼ିଲା ଯେହ୍ନେ ମୁଣ୍ଡେ ଶାମ୍ବଙ୍କୁ ଘେନି ରାଜଦାଣ୍ଡେ ତକ୍ଷଣେ ଲୌହ ପାତ୍ର ଫେଇ ପେଟି ଖୋଜନ୍ତି ହସ୍ତ ଦେଇ କର୍କଶ ପିଙ୍ଗଳ ପିଚ୍ଛେଲ ଦେଖିଲେ ଲୌହର ମୂଷଳ ଗର୍ଭୁ ପଡ଼ିଲା ବଜ୍ର ପ୍ରାୟେ ଦେଖି କମ୍ପିଲେ ମହାଭୟେ ଲୌହ ମୂଷଳ ତେଜ ଭରେ ଚକ୍ଷୁ ବୁଝିଲେ ନିଜ କରେ ବୋଲନ୍ତି କଲୁ ମନ୍ଦ କର୍ମ କିବା ବୋଲିବେ କୃଷ୍ଣ ରାମ ଏମନ୍ତେ ଗୋବିନ୍ଦର ସୁତେ ଲୌହ ମୂଷଳ ଘେନି ହସ୍ତେ ଉଗ୍ରସେନର ସଭା ତଳେ ମିଳିଲେ ହୃଦୟ ଚଞ୍ଚଳେ ଲୌହ ମୂଷଳ ତଳେ ଥୋଇ କହନ୍ତି ସଭା ମୁଖ ଚାହିଁ ଆମ୍ଭେ ଯେ କ୍ରୀଡ଼ା କଉତକେ ଖେଳନ୍ତେ ତୀର୍ଥ ପିଣ୍ଡାରକେ ଶାମ୍ବକୁ ନାରୀ ବେଶ କରି ଉଦରେ ଲୌହ ପାତ୍ର ଭରି ମୁନିଙ୍କୁ ପଚାରିଲୁ ଭାବେ ଏ ଗର୍ଭ ପ୍ରସବ ପ୍ରସ୍ତାବେ ଶୁଣି କୋପିଲେ ମୁନି ଜନେ ଗବନ ଗହନ ପଥଶ୍ରମେ ବୋଇଲେ ଗର୍ଭେ ଅଛି ବାଳ ନିଷ୍ଠୁର ଲୌହର ମୂଷଳ ଭୂମିରେ ଯଦୁ ବଂଶ ଯେତେ ଏ ଲୋହେ ମରିବେ ସମସ୍ତେ ନାଶ କରିବ ଯଦୁକୂଳ ଏ ଜାତ ଲୌହର ମୂଷଳ ତକ୍ଷଣେ ଗର୍ଭ ଫେଇ ଦେଖି ଭୟେ ବୁଝିଲୁ ଆମ୍ଭେ ଆଖି ଏମନ୍ତ କହି ସଭା ମଧ୍ୟେ ଭୂମିରେ କୁମରେ ବସିଲେ ବିଷାଦେ ଶୁଣି ସକଳ ପୁରଜନେ କହନ୍ତି ଦୁଃଖିତ ବଦନେ ନିଷ୍ଠୁର ବିପ୍ର କୋପାନଳ ଦହଇ ଭୁବନ ମଣ୍ଡଳ କେ ତାହା ଅନ୍ୟଥା କରିବ ବ୍ରହ୍ମା ଶଙ୍କର ବାସୁଦେବ ଶୁଣି ବିଷାଦ ସଭାଜନ ବଦନ ନସ୍ଫୁରେ ବଚନ ତା ଦେଖି ରାଜା ଉଗ୍ରସେନ ଭୀମକୁ ବୋଲଇ ବଚନ ଏ ଲୌହଗିରି ଶିଖେ ନେଇ ଘସ ସମୁଦ୍ର ଜଳ ଦେଇ ନିଶେଷ କରି ଲୌହ ଘସ ଯେମନ୍ତେ ନର ହୋଇ ଶେଷ ତକ୍ଷଣେ ରାଜା ଆଜ୍ଞା ପାଇ ମୂଷଳ ଘେନି ବେଗେ ଯାଇ ପର୍ବତେ ସମୁଦ୍ରର ଜଳେ ଲୌହ ଘଷିଲେ ଭୁଜ ବଳେ ଘଷନ୍ତେ ଲୌହ ଚୂର୍ଣ୍ଣ ହୋଇ ପଡ଼ନ୍ତି ସମୁଦ୍ରରେ ଯାଇ ଅନେକ ଦିନ ଘଷି ରୋଷେ ଅଳପ ରହେ ଅବଶେଷେ ଅଙ୍ଗୁଳି ଛିଡ଼େ ଘର ଶଣେ ନିଷ୍ଠୁର ନିଶେଷ କରଣେ ନ ପାରି ପକାଇଲେ ଜଳେ ଘୋର ଗଭୀର ମୀନ ମେଳେ ଲୌହ ପଡ଼ନ୍ତେ ଘୋର ପାଣି ଆହାର ପ୍ରାୟ ତାହା ମଣି ମୀନ ଗିଳିଲା ଅତି ବେଗେ ସେ ମୀନ ମତ୍ସ୍ୟଗଣ ସଙ୍ଗେ ଚରନ୍ତେ ସମୁଦ୍ରର କୂଳେ ଚାଲେ ପଡ଼ିଲା ରାତ୍ରି କାଳେ
ଧୀବର ନେଇ ମିନ ଏକା ଜୋରା ସବରେ ଦେଲା ଦେଖା। ମିନ କାଟନ୍ତେ ତାର ଘରେ ଲୋହ ଦେଖିଲା ତା ଉଦରେ। କର୍କଶ ପିଙ୍ଗଳ ପ୍ରଚଣ୍ଡ ଜଳଇ ଜେହ୍ନେ ମାର ତଣ୍ଡ। ଦେଖି ଶବର ତୋଷ ହୋଇ ନାରାଜ କଲା ତାହା ନେଇ। ବାଣର ମୂଳେ ତୀକ୍ଷ୍ଣ ଫଳ ତେଜେ କି ଜଳଇ ଅନଳ। ଯେ ଲୌହ ଚୂର୍ଣ୍ଣ ପଡ଼ିଥିଲା ସମୁଦ୍ର ଜଳରେ ଭାସିଲା। ତୀର ଲାଗନ୍ତେ ଲୌହ ଚୂର୍ଣ୍ଣ ଜନ୍ମିଲା ଏକାର ବନ। ଏରକାର ବନ। ସେ କାଳ ରୂପୀ ଭୋଗ ତୀକ୍ଷ୍ଣ ତ୍ରିଶର ଯେ ସ୍ୱଭାବେ ଜେଣେ ଯାଦବେ ନାଶ ଯିବେ। ସେ କାଳ ରୂପୀ ଭଗବାନ ଜାଣଇ ସକଳ ବିଧାନ। ଖେଳଇ ମାୟା ମୋହ କଳ୍ପେ ସେ ପ୍ରଭୁ ଡରେ ବ୍ରହ୍ମ ଶାପେ। କୁଳ ବିନାଶ ହେତୁ କରି ଅବନି ଭାରା ହେଲେ ହରି। ନିଜ ଭୁବନେ ଅବଧାନ ନିର୍ଲେପ ପ୍ରଭୁ ଭଗବାନ। ବୋଲଇ ବିପ୍ର ଜଗନ୍ନାଥ ଶ୍ରୀ ଏକାଦଶ ଭାଗବତ। ଜାହ୍ନବୀ ତୀରେ ରାଜା ଆଗେ ଶୁକ କହନ୍ତି ବ୍ରହ୍ମ ଭାଗେ। ସଂସାର ତାରଣ ଏ ବାଣୀ ସୁଜନେ ତର ଏହା ଶୁଣି। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ଏକାଦଶ ସ୍କନ୍ଧେ ବିପ୍ରଶାପ କଥନಂ ନାମ ପ୍ରଥମ ଅଧ୍ୟାୟ। ଭୀମସ୍ୟାପି ରଣେ ମଙ୍ଗो ମୁନେରପି ମତିଭ୍ରମଂ ଯତି ଶୁଦ୍ଧଂ ୱଶୁଦ୍ଧଂ वा मम दोष न विद्यते। नमो ब्रह्मण्यदेवाय गोब्राह्मणहिताय च जगद्धिताय कृष्णाय गोविन्दाय नमो नमः।